ବନ୍ଧୁମାନେ 21 ସେପ୍ଟେମ୍ବର 2025 ରବିବାର ଦିନ ପଡ଼ିବାକୁ ଯାଉଛି ମହାଳୟା ଅମାବାସ୍ୟା। ଏହି ଦିନ ସୂର୍ଯ୍ୟପରାଗ ମଧ୍ୟ ଲାଗିବାକୁ ଯାଉଛି। ତେବେ ଏହି ସୂର୍ଯ୍ୟପରାଗଟି ଆମର ଭାରତ ତଥା ଓଡ଼ିଶାରେ ଦୃଶ୍ୟମାନ ନହେଲେ ମଧ୍ୟ ଏହାର ପ୍ରଭାବ କିନ୍ତୁ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଉପରେ ରହିବ। ତ ଏହି ଦିନ ଆପଣ ଲାଲ ଲଙ୍କାର ଏହି ଚମତ୍କାରୀ ଉପାୟ ନିଶ୍ଚୟ ଭାବରେ ପାଳନ କରନ୍ତୁ। କାରଣ ଏହି ଲଙ୍କାର ଉପାୟକୁ ଯଦି ଆପଣ ଏହି ଅମାବାସ୍ୟା ଦିନ ପାଳନ କରୁଛନ୍ତି ତ ନିଶ୍ଚିତ ଭାବରେ ଏହା ଆପଣଙ୍କୁ 100 ଗୁଣା ଅଧିକ ପ୍ରଦାନ କରିବ। ଆପଣଙ୍କ ଜୀବନରେ ଚାଲିଥିବା ଅନେକ ଗୁଡ଼ିଏ ସମସ୍ୟାରୁ ମୁକ୍ତି ମିଳିଯିବ। ଆପଣଙ୍କ ଜୀବନରେ ଧନଜନିତ ସମସ୍ୟା ହେଉ, ଶତ୍ରୁଜନିତ ସମସ୍ୟା ହେଉ, ରଣକରଜ ଜନିତ ସମସ୍ୟା ହେଉ, ଏପରି ଅନେକ ସମସ୍ୟାରୁ ଏହି ଉପାୟଟି ଆପଣଙ୍କୁ ରକ୍ଷା କରିପାରିବ। ତ ନିଶ୍ଚିତ ଭାବରେ ଏହି ଅମାବାସ୍ୟା ଦିନ ଆପଣ ଲାଲ ଲଙ୍କାର ଏହି ଉପାୟକୁ ନିଶ୍ଚିତ ଭାବରେ ପାଳନ କରନ୍ତୁ। ତେବେ ବନ୍ଧୁମାନେ ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବନ୍ଧୁମାନେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ସୁଖ ଏବଂ ଦୁଃଖ ଆସିଥାଏ ଏବଂ ଯାଇଥାଏ। ମାତ୍ର ବେଳେବେଳେ ଆମ ଜୀବନରେ କିଛି ଏପରି ସମସ୍ୟା ଆସିଥାଏ ଯାହା ଯିବାର ନାଁ ନଥାଏ ଏବଂ ଏହି କାରଣରୁ ଆମେ ସବୁବେଳେ ଚିନ୍ତାଗ୍ରସ୍ତ ରହିଥାଉ ଏବଂ ଏପରି ପରିସ୍ଥିତିରେ ଆମେମାନେ ଈଶ୍ୱରଙ୍କୁ ଶରଣରେ ଯାଇଥାଉ ଏବଂ ଆମେ ଯଦି ବାସ୍ତବରେ ପ୍ରକୃତ ଶ୍ରଦ୍ଧା ଏବଂ ବିଶ୍ୱାସର ସହିତ ଭଗବାନଙ୍କୁ ଡାକିଥାଉ ଏବଂ ଆମକୁ ସେ ସମସ୍ୟାରୁ ବାହାରକୁ ମଧ୍ୟ ନେଇ ଆସିଥାନ୍ତି। ତ ଏପରି ପରିସ୍ଥିତିରେ ମୁଁ ଆପଣମାନଙ୍କୁ ଏକ ଏପରି ଉପାୟ ବିଷୟରେ କହିବାକୁ ଯାଉଛି। ଉପାୟକୁ କରିବା ଦ୍ୱାରା ଆପଣ ନିଜ ଜୀବନରେ ଚାଲିଥିବା ଅନେକ ଗୁଡ଼ିଏ ସମସ୍ୟାର ସମାଧାନ କରିପାରିବେ। ବନ୍ଧୁମାନେ ଆପଣମାନେ ଜାଣିଥିବେ ଆଜିକାର ଦୁନିଆର ଆମର ବନ୍ଧୁ କମ୍ ଏବଂ ଶତ୍ରୁ ଅଧିକ ରହିଥାନ୍ତି। ଏପରି କିଛି ବ୍ୟକ୍ତି ଆମ ସହିତ ରହିଥାନ୍ତି ଯେଉଁମାନେ ପ୍ରକୃତ ବନ୍ଧୁ ଭଳି ବ୍ୟବହାର କରିଥାନ୍ତି, ମିତ୍ର ଭଳି ଦେଖିଥାନ୍ତି, କିନ୍ତୁ ବାସ୍ତବରେ ସେମାନେ ଆମର ଶତ୍ରୁ ହୋଇଥାନ୍ତି। ଆମର ଉନ୍ନତିକୁ ସେମାନେ ସହ୍ୟ କରିପାରିନଥାନ୍ତି, ଯାହାଫଳରେ ଆମକୁ ସମସ୍ୟାରେ ପକାଇବା ପାଇଁ ସେମାନେ ଅନେକ ପ୍ରକାର ଚେଷ୍ଟା କରିଥାନ୍ତି। ତେବେ ଶତ୍ରୁ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଥାଇପାରନ୍ତି, ଆପଣଙ୍କର ବ୍ୟବସାୟ କ୍ଷେତ୍ରରେ ଥାଇପାରନ୍ତି, ଆପଣଙ୍କ ପାଖ ପଡ଼ୋଶୀରେ ମଧ୍ୟ ଥାଇପାରନ୍ତି। ତ ଏପରି ପରିସ୍ଥିତିରେ ଶତ୍ରୁମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ଆପଣଙ୍କର ଶତ୍ରୁମାନଙ୍କର ବିନାଶ ପାଇଁ ଆପଣ ଏହି ଉପାୟଟି ନିଶ୍ଚିତ ଭାବରେ ପାଳନ କରିପାରିବେ। ବନ୍ଧୁମାନେ ଯଦି ଆପଣଙ୍କ ଉପରେ କୌଣସି ନକାରାତ୍ମକ ଶକ୍ତିର ପ୍ରଭାବ ହୋଇଥାଏ କିମ୍ବା କୌଣସି କଳା ଯାଦୁ କରାଯାଇଥାଏ ତେବେ ଆପଣ ଆପଣଙ୍କ ଜୀବନରେ କଦାପି ଉନ୍ନତି କରିପାରିନଥାନ୍ତି। ଆପଣଙ୍କ ଉନ୍ନତିର ସବୁ ରାସ୍ତା ଗୁଡ଼ିକ ବନ୍ଦ ହୋଇଯାଇଥାଏ। ତ ଆପଣ ଯଦି ଏହି ଉପାୟଟିକୁ କରିନେଉଛନ୍ତି ତ ନିଶ୍ଚିତ ଭାବରେ ଏସବୁ ସମସ୍ୟା ଗୁଡ଼ିକ ଆପଣଙ୍କ ଜୀବନରୁ ଦୂର ହୋଇଯିବ। ତେବେ ଆଜିର ଆପଣଙ୍କୁ ଲାଲ ଲଙ୍କାର କିଛି ଏପରି ଉପାୟ ବିଷୟରେ କହିବାକୁ ଯାଉଛି। ଯଦି ଏହି ଉପାୟ ଗୁଡ଼ିକ ଆପଣ କରିନିଅନ୍ତି ତ ଆପଣଙ୍କ ଜୀବନରୁ ଶତ୍ରୁ ଭୟ ଦୂର ହୋଇଯିବ ଏବଂ ଆପଣଙ୍କୁ ସବୁ ଖରାପ ଶକ୍ତିର ପ୍ରଭାବ ମଧ୍ୟ ଦୂର ହୋଇଯିବ। ତେବେ ଆପଣଙ୍କ ଜୀବନରେ ଯଦି ଶତ୍ରୁ ସଂଖ୍ୟା ବଢ଼ିଯାଇଛନ୍ତି, ଯେଉଁ ଆଡ଼େ ଗଲେ ଶତ୍ରୁ ଭୟ ଲାଗି ରହୁଛି କିମ୍ବା ଆପଣଙ୍କ ଶତ୍ରୁମାନେ ଯଦି ଆପଣଙ୍କ ବିରୁଦ୍ଧରେ ଏପରି କାର୍ଯ୍ୟ କରୁଛନ୍ତି ଯାହାଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ କଷ୍ଟ ମିଳୁଛି, ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ଏବଂ ଏସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଆପଣ 3ଟି ଲାଲି ଲଙ୍କାକୁ ନେଇ ଜଳାଇ ଏହି ଛୋଟିଆ ଉପାୟଟି କରିନିଅନ୍ତୁ। ଏହି ଉପାୟଟିକୁ କରିବା ମାତ୍ରେ ଆପଣଙ୍କର ଶତ୍ରୁ ଭୟ ଦୂର ହୋଇଯିବ। ଶତ୍ରୁମାନେ ଆପଣଙ୍କର କୌଣସି ବି କ୍ଷତି କରିପାରିବେ ନାହିଁ। ଯେମିତି ନାଲି ଲଙ୍କାଟି ବହୁତ ରାଗ ହୋଇଥାଏ, ସେମିତି ଏହାର ରାଗପଣ ଦ୍ୱାରା ଏହା ଆପଣଙ୍କର ଶତ୍ରୁମାନଙ୍କର ସବୁ ଶକ୍ତିକୁ ମଧ୍ୟ ନଷ୍ଟ କରିଦେବ, ସବୁ ଯୋଜନା ଗୁଡ଼ିକ ମଧ୍ୟ ନଷ୍ଟ କରିଦେବ। ଏହା ବ୍ୟତୀତ ଖରାପ ନଜର ମଧ୍ୟ ଏହା ଆପଣଙ୍କୁ ରକ୍ଷା କରିଥାଏ। ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତିକୁ ଏହା ତୁରନ୍ତ ନଷ୍ଟ କରିଦେଇଥାଏ। ବନ୍ଧୁମାନେ ନଜର ଉତାରିବା ପାଇଁ ଲାଲ ଲଙ୍କା ଏବଂ ଗୋଲମରିଚର ଉପାୟ ବହୁତ ହିଁ ପ୍ରଭାବଶାଳୀ ହୋଇଥାଏ। ବନ୍ଧୁମାନେ ଏହି ଲାଲ ଲଙ୍କାଟି ଏତେ ଚମତ୍କାରୀ ହୋଇଥାଏ, ଏତେ ପ୍ରଭାବଶାଳୀ ହୋଇଥାଏ ଯେ ଆପଣ ଯେମିତି ହିଁ ଆମର ଉପାୟକୁ କରିଥାନ୍ତି ଏହା ତୁରନ୍ତ ହିଁ ତାର ଫଳ ଆପଣଙ୍କୁ ଦେଖାଇଥାଏ। 1ରୁ 2 ଦିନ ମଧ୍ୟରେ ଆପଣ ଏହାର ପ୍ରଭାବ ନିଜ ଜୀବନରେ ଦେଖିବାକୁ ପାଇପାରିବେ। ତେବେ ବନ୍ଧୁମାନେ ଆସନ୍ତୁ ଜାଣିନେବା ଏହି ଉପାୟକୁ ଆପଣଙ୍କୁ କିପରି ଭାବରେ ଏବଂ କେଉଁ ସମୟରେ କରିବାର ଅଛି। ତେବେ ତା ପୂର୍ବରୁ ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।
ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ, ଆପଣମାନେ ଯେତେବେଳେ ସଫଳତା ଆଡ଼କୁ ଗତି କରିଥାନ୍ତି, ଉପରକୁ ଉଠିବାକୁ ଚେଷ୍ଟା କରିଥାନ୍ତି, ତ ସମାଜରେ ଆପଣଙ୍କର ଶତ୍ରୁ ସଂଖ୍ୟା ମଧ୍ୟ ବଢ଼ିଯାଇଥାଏ ଏବଂ ସେମାନେ ସବୁ ଦିଗରେ ଆପଣଙ୍କୁ ହଇରାଣ କରିବା ପାଇଁ ଚେଷ୍ଟା କରିଥାନ୍ତି, ସମସ୍ୟାରେ ପକାଇବା ପାଇଁ ଚେଷ୍ଟା କରିଥାନ୍ତି, ଆପଣଙ୍କୁ ତଳକୁ ଟାଣିବାକୁ ଚେଷ୍ଟା କରିଥାନ୍ତି। ତେବେ ସେମାନଙ୍କ ଠାରୁ ବଞ୍ଚିବା ପାଇଁ, ସେମାନଙ୍କର ସମସ୍ତ ପ୍ରକାରର ଷଡ଼ଯନ୍ତ୍ରରୁ ରକ୍ଷା ପାଇବା ପାଇଁ ଆପଣମାନେ ନିଶ୍ଚିତ ଭାବରେ ଏହି ଉପାୟଟିକୁ ପାଳନ କରନ୍ତୁ। ଏମିତିକି ଆପଣଙ୍କୁ ତଳକୁ ଖସାଇବା ପାଇଁ, ଆପଣଙ୍କର ଉନ୍ନତିକୁ ରଖିବା ପାଇଁ କିଛି ବ୍ୟକ୍ତି ଆପଣଙ୍କ ଉପରେ ତନ୍ତ୍ରଶସ୍ତ୍ର ମଧ୍ୟ ପ୍ରୟୋଗ କରିଥାନ୍ତି, କଳା ଯାଦୁର ପ୍ରୟୋଗ କରିଥାନ୍ତି। ବେଳେବେଳେ ଆପଣଙ୍କର ଘର ଉପରେ ଏସବୁ ପ୍ରୟୋଗ ହୋଇଥାଏ କିମ୍ବା ବେଳେବେଳେ ଆପଣଙ୍କର ବିଜନେସ୍ରେ ମଧ୍ୟ ଏସବୁ ପ୍ରୟୋଗ ହୋଇଥାଏ, ଯାହାଫଳରେ ଆପଣଙ୍କର ଘରର ଉନ୍ନତି ହୋଇନଥାଏ। କିମ୍ବା ଯଦି ଆପଣଙ୍କର ବିଜନେସ୍ କରୁଛନ୍ତି, ଆପଣଙ୍କର ବିଜନେସ୍ରେ ଭଲ ଲାଭ ହେଉଥିବ, ତ ହଠାତ୍ କରି ଆପଣଙ୍କର ଲାଭ ହେବା ବଦଳରେ କ୍ଷତି ହେବାକୁ ଲାଗିଥାଏ। ତେବେ ଏପରି ପରିସ୍ଥିତିରେ ଆପଣ ଯଦି ଏହି ଲାଲ ରଙ୍ଗର ଉପାୟଟିକୁ କରିନେଉଛନ୍ତି, ଯାହା ଆଜି ମୁଁ ଆପଣଙ୍କୁ ଏହି ଭିଡ଼ିଓରେ କହିବାକୁ ଯାଉଛି, ତ ନିଶ୍ଚିତ ଭାବରେ ଏ ସମସ୍ତ ପ୍ରଭାବରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଏ ସମସ୍ତ ପ୍ରଭାବ ଗୁଡ଼ିକ ନଷ୍ଟ ହୋଇଯିବ ଏବଂ ପୁଣି ଥରେ ଆପଣ ନିଜ ଜୀବନରେ ଉନ୍ନତି କରିବାକୁ ଲାଗିବେ। ତେବେ 3ଟି ଲାଲି ଲଙ୍କା ଆପଣଙ୍କୁ କେଉଁଠାରେ ଜଳାଇବାର ଅଛି ଏବଂ କେଉଁ ଦିନ ଆପଣଙ୍କୁ ଏହି ଉପାୟ କରିବାର ଅଛି, ତେବେ ସେଥିପାଇଁ ସର୍ବପ୍ରଥମେ ଆପଣଙ୍କୁ 3ଟି ନାଲି ଶୁଖିଲା ଲଙ୍କା ନେବାର ଅଛି ଏବଂ ଏମିତି ଲଙ୍କା ନେବେ ଯାହାକି ସମ୍ପୂର୍ଣ୍ଣ ଭାବରେ ନିଖୁଣ ହୋଇଥିବ ଏବଂ ସେଥିରେ ଡେମ୍ଫ ଲାଗିଥିବ। ତାପରେ ଆପଣ ଗୋଟେ କର୍ପୂର ଖଣ୍ଡ ନେବାର ଅଛି। ତାପରେ ଗୋଟିଏ ଧଳା କାଗଜ ନିଅନ୍ତୁ, ଯେଉଁଥିରେ କିଛି ବି ଲେଖା ହୋଇନଥିବ, କୌଣସି ଗାର ମଧ୍ୟ ଯେମିତି ନ ପଡ଼ିଥିବ। ସମ୍ପୂର୍ଣ୍ଣ ସାଧା କାଗଜଟିଏ ଆପଣଙ୍କୁ ନେବାର ଅଛି ଏବଂ ଗୋଟିଏ କଲମ ମଧ୍ୟ ଆପଣଙ୍କୁ ନେବାର ଅଛି। ଏପରି କଲମ ଯାହାର ରଙ୍ଗ କଳା ହୋଇଥିବ, ତାର ସାହିଟି ଯେପରି କଳା ହୋଇଥିବ। ତେବେ ଏହି ଉପାୟଟିକୁ ଆପଣଙ୍କ ନିଜ ଘରେ କରିବାର ଅଛି। ମାତ୍ର ମନେ ରଖିବେ, ଆପଣ ନିଜ ଘରେ ଗୋଟେ ଏପରି ରୁମ୍ରେ ବସିବେ ଯେତେବେଳେ ଆପଣ ଏହି ଉପାୟକୁ କରିବେ, ଯେମିତି ସେହି ରୁମ୍କୁ କେହି ନ ଆସନ୍ତି କିମ୍ବା ଏ ବିଷୟରେ ଆପଣଙ୍କୁ କେହି କିଛି ନ ପଚାରନ୍ତି। ଉପାୟଟି କରିବା ସମୟରେ ଆପଣ କବାଟଟିକୁ ବନ୍ଦ କରିଦେବେ। ଚେଷ୍ଟା କରିବେ ସେହି ସମୟରେ ଆପଣ ଯେଉଁ ଉପାୟଟିକୁ କରିବା ପାଇଁ ଚାହିଁବେ, ଯେଉଁ ସମୟରେ ଆପଣଙ୍କୁ କେହି ଡିଷ୍ଟର୍ବ କରିବେ ନାହିଁ। କାରଣ ଯଦି ଆପଣ ଏହି ଉପାୟଟି କରିବା ସମୟରେ କେହି ଦେଖି ନିଅନ୍ତି କିମ୍ବା ଆପଣଙ୍କୁ କିଛି ପଚାରି ଦିଅନ୍ତି, ତ ଏହି ଉପାୟଟି ତା'ର ପ୍ରଭାବ ଦେଖା ନେଇଥାଏ। ଏହି ଉପାୟଟି ନିଷ୍ଫଳ ହୋଇଯାଇଥାଏ। ସେଥିପାଇଁ ଏହି କଥାର ବେଶୀ ଧ୍ୟାନ ରଖିବାକୁ ହେବ। ତ ଏହି ଉପାୟଟି କରିବା ସମୟରେ ଆପଣ ଦକ୍ଷିଣ ମୁଖା ହୋଇ ବସିବେ। ଦକ୍ଷିଣ ଦିଗକୁ ମୁଖ କରି ବସିବେ। ଭୂମି ଉପରେ ବସି ଆପଣଙ୍କୁ ଏହି ଉପାୟଟି କରିବାର ଅଛି। ତାପରେ ଆପଣ ଯେଉଁ କାଗଜଟି ନେଇଥିବେ ଆଉ ଯେଉଁ କଳା ରଙ୍ଗର ପେନ୍ଟି ନେଇଥିବେ, ସେଥିରେ ଆପଣ ସେହି କାଗଜ ଉପରେ ଶତ୍ରୁ ଲେଖିବେ। ମନେ ରଖନ୍ତୁ, ଶତ୍ରୁର ନାମ ଆପଣ ଲେଖିବେ ନାହିଁ, କାରଣ ଏପରି କିଛି ଶତ୍ରୁ ଥାଇପାରନ୍ତି ଯାହାକୁ ଆପଣ ଜାଣି ମଧ୍ୟ ନଥିବେ। ଆପଣ ତାଙ୍କୁ ନିଜର ମିତ୍ର ଭାବୁଥିବେ, କିନ୍ତୁ ବାସ୍ତବରେ ସେ ଆପଣଙ୍କର ଶତ୍ରୁ ହୋଇଥିବେ। ତ ସବୁ ଶତ୍ରୁମାନଙ୍କ ନାମ ଲେଖିବା ମଧ୍ୟ ସମ୍ଭବ ହେବ ନାହିଁ। ତେଣୁ ଆପଣ କାହାର ନାମ ନେଇ ନ ଲେଖି କାଗଜ ଉପରେ ଶତ୍ରୁ ଲେଖିବେ। ତାପରେ ଆପଣ ଯେଉଁ ଡେମ୍ଫ ଲାଗିଥିବ 3ଟି ନାଲି ଶୁଖିଲା ଲଙ୍କା ନେଇଥିବେ, ସେହି 3ଟି ଲଙ୍କାକୁ ହାତରେ ଧରି ଆପଣ ନିଜ ମୁଣ୍ଡରେ ପାଦ ପର୍ଯ୍ୟନ୍ତ 7 ଥର ଆଣ୍ଟି କ୍ଲକୱାଇଜ୍ ବୁଲାଇବାର ଅଛି। ତ ଆପଣ ନିଜେ ହିଁ ସେହି ଲଙ୍କାକୁ ହାତରେ ଧରି ମୁଣ୍ଡରେ ଉପରଠାରୁ ପାଦ ତଳ ପର୍ଯ୍ୟନ୍ତ ଆଣ୍ଟି କ୍ଲକୱାଇଜ୍ 7 ଥର ବୁଲାଇବାର ଅଛି। ତାପରେ ଯେଉଁ କାଗଜରେ ଆପଣ ଶତ୍ରୁ ଲେଖିଛନ୍ତି, ସେହି କାଗଜ ଉପରେ ଆପଣ ଏହି 3ଟି ନାଲି ଲଙ୍କାକୁ ରଖିଦିଅନ୍ତୁ ଏବଂ ଯେଉଁ କର୍ପୂର ଖଣ୍ଡଟି ଆପଣ ନେଇଥିବେ, ସେହି କର୍ପୂରକୁ ମଧ୍ୟ ଆପଣ ଲଙ୍କା ପାଖରେ କାଗଜ ଉପରେ ରଖିଦିଅନ୍ତୁ। ତାପରେ ଆପଣ ସେସବୁକୁ ଏକ ଏପରି ଜାଗାକୁ ନେଇଯାଆନ୍ତୁ, ଯେମିତି ଛାତ ଉପରକୁ ମଧ୍ୟ ନେଇପାରିବେ। ତେବେ ଧ୍ୟାନ ରଖିବେ, ଯେତେବେଳେ ଆପଣ ତାକୁ ନେଇକି ଜଳାଇବେ, ସେତେବେଳେ ଯେମିତି ଆପଣଙ୍କୁ କେହି ନ ଦେଖନ୍ତି, ଏ କଥାର ଆପଣ ଧ୍ୟାନ ରଖିବେ। ତେବେ ଯଦି ଆପଣ ରାତିରେ ଏହି ଉପାୟଟିକୁ କରିନିଅନ୍ତି, ତେବେ ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ ରହିବ। ତେବେ ସେହି ନାଲି ଲଙ୍କା ସହ ସେହି କାଗଜ, ତାହା ଉପରେ ଆପଣ ଶତ୍ରୁ ଲେଖିଛନ୍ତି ଏବଂ ସେହି କର୍ପୂର ଖଣ୍ଡକୁ ଏକାଠି ଆପଣ ଜାଳି ଦିଅନ୍ତୁ। ଯେମିତି ସମ୍ପୂର୍ଣ୍ଣ ଜଳି ସାରିବା ପରେ ଏହାର ଯେଉଁ ପାଉଁଶ ରହିଥିବ, ତାକୁ ନେଇ ଆପଣଙ୍କୁ ଆପଣଙ୍କ ଘରର ବାହାରେ ଫୋପାଡ଼ି ଦେବାର ଅଛି। ଯଦି ଏହି ଉପାୟଟିକୁ ଆପଣ ରାତି ସମୟରେ କରୁଛନ୍ତି, ତ ଆପଣ ଏହାର ପାଉଁଶକୁ ତା ପରଦିନ ମଧ୍ୟ ଫୋପାଡ଼ି ପାରିବେ ଏବଂ ଚାହିଁଲେ ସେହି ସମୟରେ ଆପଣ ତାକୁ ଫୋପାଡ଼ି ଦେଇ ପାରିବେ।
ଏବଂ ଯେତେବେଳେ ଆପଣ ସେହି ପାଉଁଶକୁ ଫୋପାଡ଼ିକି ଆସିବେ ତ ଭୁଲରେ ମଧ୍ୟ ପଛକୁ ଚାହିଁବେ ନାହିଁ, ଫୋପାଡ଼ିବେ ଏବଂ ସିଧା ଆପଣ ଆପଣଙ୍କର ଘରକୁ ଆସିବେ। ଏହି ଉପାୟଟିକୁ ଆପଣ କୌଣସି ବି ବାରରେ କରିପାରିବେ, କୌଣସି ବି ଦିନରେ ଆପଣ ଏହି ଉପାୟଟିକୁ କରିପାରିବେ। ତେବେ ମନେ ରଖନ୍ତୁ, ଏହି ଉପାୟଟିକୁ ଅତି କମ୍ରେ ଆପଣଙ୍କୁ 3 ଥର କରିବାର ଅଛି, ଅର୍ଥାତ୍ 3 ଦିନ ଆପଣଙ୍କୁ ଏହି ଉପାୟଟିକୁ କରିବାର ଅଛି। ଯଦି ଆପଣ 3 ଥର ଲଗାତାର ଏହି ଉପାୟଟିକୁ କରିନେଉଛନ୍ତି, ନିଶ୍ଚିତ ଭାବରେ ଆପଣ ଏହାର ପ୍ରଭାବ ଆପଣଙ୍କ ଜୀବନରେ ଦେଖିବାକୁ ପାଇପାରିବେ। ଆପଣଙ୍କର ସମସ୍ତ ଶତ୍ରୁ ଧୀରେ ଧୀରେ ଦୁର୍ବଳ ହୋଇଯିବେ। ଆପଣଙ୍କ ବିରୁଦ୍ଧରେ ସେମାନେ ଆଉ କୌଣସି ବି ଷଡ଼ଯନ୍ତ୍ର କରିପାରିବେ ନାହିଁ, କିମ୍ବା ଯଦି ବି କରନ୍ତି ତା'ର କୌଣସି ବି ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ। ସେମାନେ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ। ଏହା ସହିତ ଆପଣଙ୍କ ଉପରେ ଯଦି କିଛି ନଜର ଦୋଷ ଅଛି କିମ୍ବା କୌଣସି ବି କଳା ଜାଦୁର ତନ୍ତ୍ରଶକ୍ତିର ପ୍ରୟୋଗ ଆପଣଙ୍କ ଉପରେ କରାଯାଇଥିବ ତ ତାହା ମଧ୍ୟ ସମ୍ପୂର୍ଣ୍ଣ ରୂପରେ ନଷ୍ଟ ହୋଇଯିବ ଏବଂ ଧୀରେ ଧୀରେ ପୁଣି ଥରେ ଆପଣ ଉନ୍ନତି କରିବାକୁ ଲାଗିବେ। ଆପଣଙ୍କ ଘର ହେଉ କିମ୍ବା ବିଜନେସ୍ ହେଉ, ଆପଣ ଧୀରେ ଏସବୁରେ ଉନ୍ନତି ଦେଖିବାକୁ ପାଇବେ। ଏହା ବ୍ୟତୀତ ନାଲି ଲଙ୍କାର ଆହୁରି ଅନେକ କିଛି ଉପାୟ ଅଛି। ତେବେ ଯଦି ଆପଣଙ୍କୁ ଦୀର୍ଘ ଦିନ ଧରି କୌଣସି ରୋଗ ବେମାରୀ ଲାଗି ରହୁଛି, ଅନେକ ଚେଷ୍ଟା ପରେ ମଧ୍ୟ ଆପଣଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିପାରୁନାହିଁ, ତେବେ ସମସ୍ତ ପ୍ରକାର ରୋଗ ଏବଂ ଦୋଷକୁ ସ୍ଥିର କରିବା ପାଇଁ ଆପଣ 7ଟି ନାଲି ଲଙ୍କା ନିଅନ୍ତୁ, କିଛି କଳା ରାଶି 7ଟି, ଜାଇଫଳ ଏବଂ କିଛି ଫିଟିକିରି ନିଅନ୍ତୁ। 7ଟି ଫିଟିକିରିର ଟୁକୁଡ଼ା ନେଇଯାଆନ୍ତୁ। ଗୋଟେ ଲାଲ କପଡ଼ାରେ ଏସବୁକୁ ଆପଣ ରଖିଦିଅନ୍ତୁ ଏବଂ ଏହାକୁ ଗୋଟେ ପୁଟୁଳି ବନାଇ ଦିଅନ୍ତୁ। ତାକୁ ନେଇ ଯଦି ଆପଣଙ୍କ ଘରେ କୌଣସି ସଦସ୍ୟ ଯଦି ବିମାରୀରେ ପଡ଼ି ରହିଛନ୍ତି ତ ତାଙ୍କ ପାଖରୁ ଏସବୁ ପୁଟୁଳିକୁ ରଖିଦିଅନ୍ତୁ। ତେବେ ଏହି ଉପାୟଟିକୁ ଆପଣଙ୍କୁ ଶୁକ୍ରବାର ଦିନ କରିବାର ଅଛି। ତ ଶୁକ୍ରବାର ଦିନ ଆପଣ ଏହି ପୁଟୁଳିଟିକୁ ନେଇକି ତାଙ୍କ ପାଖରେ ରଖିଦିଅନ୍ତୁ। ତାପର ଦିନ ଅର୍ଥାତ୍ ଶନିବାର ଦିନ ସେହି ପୁଟୁଳିଟିକୁ ନେଇକି ଆପଣଙ୍କ ଘର ପାଖରେ ଥିବା କୌଣସି ବି ଅସ୍ତଗଛ ମୂଳରେ ରଖିଦିଅନ୍ତୁ। ଯଦି ଆପଣ ଏପରି କରନ୍ତି, ତେବେ ଦେଖିବେ ସେହି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବାକୁ ଲାଗିବ ଏବଂ ସେ ନିଜକୁ ସୁସ୍ଥ ଅନୁଭବ କରିବେ। ଯଦି ଆପଣଙ୍କର କୌଣସି ଜାଗାରେ ଅଟକି ଯାଇଛି, ଆପଣ ତାକୁ ଧାର କରଜ ଦେଇଛନ୍ତି, ତାହା ଆପଣଙ୍କୁ ଫେରସ୍ତ ମିଳିପାରୁନାହିଁ କିମ୍ବା କୌଣସି ବି କାରଣରୁ ଟଙ୍କା ଅଟକି ଯାଇଛି ଏବଂ ଆପଣଙ୍କୁ ତାହା ମିଳିପାରୁନାହିଁ, ଅଧିକ ଚେଷ୍ଟା କଲେ ମଧ୍ୟ ସେହି ଟଙ୍କା ଆପଣଙ୍କୁ ମିଳିପାରୁନାହିଁ, ତ ଆପଣ ଗୋଟିଏ କପଡ଼ାରେ ଲାଲ କପଡ଼ା ଉପରେ ରଖିଦିଅନ୍ତୁ ଏବଂ ଗୋଟେ ସପ୍ତାହରେ ସେହି କପଡ଼ାକୁ ବଦଳାଇ ଦିଅନ୍ତୁ। ପୁଣି ଆଉ ଗୋଟିଏ କପଡ଼ାରେ ସେହି ଲଙ୍କାକୁ ଆପଣ ବାନ୍ଧି ଦିଅନ୍ତୁ। ଏପରି ଯଦି ଆପଣ କରନ୍ତି ତ ଆପଣଙ୍କର ଅଟକି ରହିଥିବା ଧନ ପୁଣି ଥରେ ଆପଣଙ୍କୁ ମିଳିପାରିବ। ବନ୍ଧୁମାନେ, ଯଦି ଆପଣ ବେପାର ବାଣିଜ୍ୟ କରୁଛନ୍ତି ଏବଂ ସେଥିରେ ଆପଣ ସବୁବେଳେ ଲାଭ ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି, ଆପଣଙ୍କର ବିଜନେସ୍କୁ ଆଗକୁ ବଢ଼ାଇବା ପାଇଁ ଚାହୁଁଛନ୍ତି, ତ ସେଥିପାଇଁ ମଙ୍ଗଳବାର ଦିନ ଆପଣ 7ଟି ନାଲି ଲଙ୍କା ନେଇଯାଆନ୍ତୁ ଏବଂ ଗୋଟେ ଧଳା ରଙ୍ଗର କପଡ଼ାରେ ସେହି ଲଙ୍କାକୁ ବାନ୍ଧି ଆପଣ ଗୋଟିଏ ପୁଟୁଳି ବନାଇ ନିଅନ୍ତୁ ଏବଂ ତାକୁ ନିଜର ଧନ ରଖୁଥିବା ସ୍ଥାନରେ ନେଇ ରଖିଦିଅନ୍ତୁ। ଏହି ଉପାୟଟିକୁ କରିବା ଦ୍ୱାରା ବିଜନେସ୍ରେ ଆପଣଙ୍କର କେବେ କ୍ଷତି ହେବ ନାହିଁ ଏବଂ ଆପଣଙ୍କର ବିଜନେସ୍ରେ ଆପଣଙ୍କର ଉନ୍ନତି ହେବାକୁ ଲାଗିବ, ଆପଣଙ୍କର ଧନରେ ବୃଦ୍ଧି ହେବାକୁ ଲାଗିବ। ତେବେ ବନ୍ଧୁମାନେ, ମୋର ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।